दोहा अछि, दिन का मोहिनी रात का बाघिनी पलक पलक लहू सोसे सब कोई दुनिया बाउला होकर घर घर बाघिनी पोषे। कार एମିତି पुराଣ ଲେଖିଲା ଗୌତମ ଆସିଲା ପଥର କରିଦେଲା ସ୍ତ୍ରୀ ଲୋକଟାକୁ। ପୁରୁଷର କ'ଣ ଦୋଷ ନଥିଲା? ରାମଙ୍କ ଠାରୁ ଅଲଗା ହିଁ ରହିଥିଲେ। ରାମଙ୍କର ସୀତାଙ୍କ ପ୍ରତି ସନ୍ଦେହ ଯେମିତି ଆସିଲା, ସୀତାଙ୍କ ଠାରୁ ରାମ କ'ଣ ଏପଟେ ଅଲଗା ହେଇନଥିଲେ କି? ଅପଡେଟ୍ ଆସୁଛି କ'ଣ ନା, ନାଇଁ ନାଇଁ ଏଇଟା ତାଡ଼ନର ଅର୍ଥ ଏଠି ବାଡ଼େଇବା ନୁହଁ, ଶିକ୍ଷା ଦେବା। ଯଦି ଶିକ୍ଷା ତାଡ଼ନର ଅର୍ଥ ଯଦି ଶିକ୍ଷା ଦେବା, ତାହେଲେ ଢୋଲ ଗବାର ଶୂଦ୍ର ପଶୁ ନାରୀକି କାହିଁ ଶିକ୍ଷା ଦେବ? ସମସ୍ତେ ଶିକ୍ଷା ପାଇବା ଦରକାର। ନାରୀକୁ ପୁରାଣରେ ଅତି ଛୋଟ କରିକିରି ନିଚ କରିକିରି ବର୍ଣ୍ଣନା କରାଯାଇଛି। ଆମେ ସାଧାରଣରେ ଯେମିତି ଆମେ ସବୁ କହୁ ଯେ ନାରୀ ଆଉ ପୁରୁଷ ଗୋଟେ ମୁଦ୍ରାର ଉଭୟ ପାର୍ଶ୍ୱ ପରି। ଗୋଟେ ମୁଦ୍ରା ଥବ, ତାର ଗୋଟିଏ ପଟ ଥିବ, ଏହା ଅସମ୍ଭବ କଥା ହେଲା। ତେଣୁ ନାରୀର ଏ ସମାଜରେ ଆବଶ୍ୟକତା ଯେତିକି, ତାର ଦାୟିତ୍ୱ ମଧ୍ୟ ସେତିକି। ଗୋଟେ ପୁରୁଷର ଆବଶ୍ୟକତା ଏବଂ ଦାୟିତ୍ୱ ଯେତିକି। ଯଦି ତାକୁ ଅତି ନିଖୁଣ ଭାବରେ ଦେଖିବା, ମୁଁ ଯଦି ଏ ପୃଥିବୀରେ ଜନ୍ମ ନେଇଛି ଦି ଜଣଙ୍କର ମିଳନରୁ, ମୋ ବାପା ଆଉ ମା। ବଡ଼ ହେବାକୁ ଗଲାବେଳେ ମୋ ବାପା ବିଲରୁ ଚାଷ କରି ଯେମିତି ଧାନ ଆଣି ଘରେ ପହଞ୍ଚେଇ ଦିଅନ୍ତି, ମୋ ମା ତାକୁ ଥରେ ଚାଉଳ କରେ, ଚାଉଳରୁ ଭାତ କରେ। ତେଣୁ ଏ ସମାଜରେ ନାରୀ ଆଉ ପୁରୁଷଙ୍କର ସମାନ ଢଙ୍ଗରେ ଆବଶ୍ୟକତା ରହିଛି, ତାଙ୍କର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି, ଉପଯୁକ୍ତ ଦାୟିତ୍ୱ ମଧ୍ୟ ରହିଛି। ତାକୁ ତୁଲେଇବା କ୍ଷେତ୍ରରେ କେଉଁଠି କିଏ ସମାଜରେ କେଉଁଠି ନା କେଉଁଠି କେଉଁ ପରିସ୍ଥିତି ଦୃଷ୍ଟିରୁ କେଉଁଠି କମ୍ ହେଉଛି ବେଶୀ, ସେଇଟା ଅଲଗା କଥା। କିନ୍ତୁ ନାରୀ ଆଉ ପୁରୁଷଙ୍କ ଭିତରେ କୌଣସି କ୍ଷେତ୍ରରେ ବାଛ ବିଚାର କମ୍ ବେଶୀ ନାହିଁ। ଏଇଟା ଗୋଟେ ସତ କଥା ଯେ ସ୍ତ୍ରୀ ଲୋକ ବା ନାରୀ ବାୟୋଲୋଜିକାଲି ଟିକେ ୱିକ୍, ହେଲା କି? ଗୋଟେ ସମାନ ସମୟରେ ଜନ୍ମ ହୋଇଥିବା ପୁଅଟେ ଝିଅଟିଏ, ସମାନ ଖାଦ୍ୟ ପାନୀୟ ଖାଇକିରି ସମାନ ସମୟରେ ବଢ଼ିଥିବା ପୁଅ ଆଉ ଝିଅଙ୍କ ଭିତରେ ଝିଅ ବା ନାରୀ ଯିଏ ଶାରୀରିକ ଭାବରେ ଟିକେ ଦୁର୍ବଳ। ଏଇଟା ସତ କଥା, ପୁରା ସତ କଥା, ବିଜ୍ଞାନ ଦୃଷ୍ଟିରୁ ସତ। କିନ୍ତୁ ଧୈର୍ଯ୍ୟ, କାର୍ଯ୍ୟଦକ୍ଷତା, ତାର ଆବଶ୍ୟକତା, ତାର ଦାୟିତ୍ୱ, ତାର ସମ୍ମାନ, ଏସବୁ କୌଣସି ଦୃଷ୍ଟିରୁ କମ୍ ନୁହେଁ। ପୁରାଣରେ କିନ୍ତୁ ଅତି ଭିନ୍ନ ଭାବରେ ଏହାକୁ ପ୍ରଦର୍ଶିତ କରାଯାଇଛି। କେମିତି କହୁଛି ଦେଖ, ବିଚାରରେ ପୁରାଣରେ ନାରୀକୁ ସବୁଠାରୁ ତଳ ଜାଗାରେ ଥୁଆ ହେଇଛି। ମୁଁ ଗୋଟେ କଥା କହିବି, ଯେତେ ପୌରାଣିକ କଥାବସ୍ତୁ ଅଛି ସବୁ ଭିତରେ ରାମାୟଣକୁ ଲୋକ ବେଶୀ ଗୁରୁତ୍ୱ ଦିଅନ୍ତି। ରାମାୟଣ କଥା କାହିଁକିଟା ଲୋକଙ୍କର ଭାରି ପ୍ରିୟ। ସୀତା ଗଲେ ବଣବାସରେ ରହିଲେ କେଉଁଠି? ରାବଣ ଘରେ। ତାଙ୍କ ସ୍ୱାମୀ ରାମ କେଉଁଠି ରହିଗଲେ? ତାଙ୍କୁ ଖୋଜିବା, ତାଙ୍କୁ ପାଇବାର ପ୍ରୟାସରେ ଏପଟରେ ରହିଲେ। ଧରନ୍ତୁ ସମୁଦ୍ର ସେପଟେ ସୀତା, ସମୁଦ୍ର ଏପଟରେ ରାମ। ସୀତା ରାମଙ୍କ ଠାରୁ ଅଲଗା ହିଁ ରହିଥିଲେ। ରାମଙ୍କର ସୀତାଙ୍କ ପ୍ରତି ସନ୍ଦେହ ଯେମିତି ଆସିଲା, ସୀତାଙ୍କ ଠାରୁ ରାମ କ'ଣ ଏପଟେ ଅଲଗା ହେଇନଥିଲେ କି? ସୀତା କିନ୍ତୁ ରାମ ଉପରେ ସନ୍ଦେହ କରିନାହିଁ। ଯଦି ସନ୍ଦେହ କିଏ କାହାଠାରୁ ଦୂରରେ ରହିଲେ, ଆମେ ଯଦି ଜଣେ ଜଣଙ୍କୁ ସନ୍ଦେହ କରିବା, ତାର ପରୀକ୍ଷା ନେବା, ଯଦି ରାମ କହିବ ଯେ ତମେ ସତୀ କି ଅସତୀ, ମୁଁ ତମକୁ ଟିକେ ପରୀକ୍ଷା କରିନେବି, ସେଇ ସମୟରେ ଯେଉଁ ପୁରାଣକାର ତାକୁ ଲେଖିଲା, ପୁରାଣକାର କ'ଣ କ'ଣ ଲେଖିଲା ଯେତେବେଳେ, ସିଏ କ'ଣ ତାକୁ ପ୍ରଦର୍ଶିତ କରିନି ଯେ ରାମ କାୟମନ ସୀତା କାୟମନ ବାକ୍ୟରେ ଅଶୋକ ବନରେ ରାମକୁ ଝୁରୁଥିଲା? ଏ ପରୀକ୍ଷା ପରୀକ୍ଷା କଥାର କୌଣସି ଆବଶ୍ୟକତା ନଥିଲା। ଯଦି ବି ସେ ତାକୁ ପରୀକ୍ଷା ବିଷୟଟି ପୁରେଇଲେ, ସୀତା ପରୀକ୍ଷା ଦେଲେ ତାଙ୍କ ସତୀତ୍ୱ କେତେ, ଭଲ କଥା। କାହିଁ ରାମକୁ ପରୀକ୍ଷା ଦେବାକୁ ତ କହିଲାନି? ରାମ କ'ଣ ସୀତା ଠାରୁ ଅଲଗା ନଥିଲା କି? ଇଏ ଗୋଟେ କଥା। ତମେ ଯେଉଁ ଅହଲ୍ୟା, ଗୌତମ ଋଷିଙ୍କ ସ୍ତ୍ରୀ, ଗୌତମ ଋଷିଙ୍କ ସ୍ତ୍ରୀ ସାଙ୍ଗରେ ବା ଅହଲ୍ୟା ସାଙ୍ଗରେ ଯେଉଁ ଦେବତା ଦୁଇ ଜଣ ପୁରୁଷ ଛଦ୍ମବେଶରେ ଆସିକିରି ତା ସହିତ ଅନୈତିକ କାର୍ଯ୍ୟ କରି ଚାଲିଗଲେ, ପୁରାଣକାର ଏମିତି ପୁରାଣ ଲେଖିଲା, ଗୌତମ ଆସିଲା ପଥର କରିଦେଲା ସ୍ତ୍ରୀ ଲୋକଟାକୁ। ପୁରୁଷର କ'ଣ ଦୋଷ ନଥିଲା? ତେଣୁ ଏ ସବୁ ଜାଗାରେ ଯଦି ଦେଖିବ, ନାରୀକୁ ପୁରାଣରେ ଅତି ଛୋଟ କରିକିରି ନିଚ କରିକିରି ବର୍ଣ୍ଣନା କରାଯାଇଛି। ନାରୀ ଦେବୀ ଦୁର୍ଗା ଏସବୁ କହିବା କଥା। ମୋ କହିବା କଥା, ନାରୀ କାହିଁକି ଦେବୀ ଆଉ ଦୁର୍ଗା ହେବ? ନରକୁ କାହିଁ ଦେବତା ନ କଲ? ନାରୀକି ନାରୀ ହିଁ ରଖିବାକୁ ଦେଇଥାନ୍ତ, ତାକୁ ତାର ମର୍ଯ୍ୟାଦା ଦେଇଥାନ୍ତ। ପୁରାଣରେ ୟାର ଯେତିକି ଦମ୍ ତାର ସେତିକି ଦମ୍, ୟାର ଯେତିକି ଦାୟିତ୍ୱ ତାର ସେତିକି ଦାୟିତ୍ୱ, ୟାର ଯେତିକି କର୍ତ୍ତବ୍ୟ ତାର ସେତିକି କର୍ତ୍ତବ୍ୟ। ଇଏ ଯଦି ସନ୍ଦେହ କରୁଛି ସେ ବି ସନ୍ଦେହ କରିବା ଦରକାର, ଇଏ ଯଦି ପରୀକ୍ଷା ଦେଉଛି ସେ ବି ପରୀକ୍ଷା ଦରକାର। ଗୋଟେ ଗୁନାହ ଯେତେବେଳେ ହେଇଗଲା, ଗୋଟେ ଅପରାଧ ଯେତେବେଳେ ହେଇଗଲା, କିଛି ଗୋଟେ ଭୁଲ ଭଟକା ଯେତେବେଳେ ହେଇଗଲା, ଜଣେ ଯେତିକି ପନିସମେଣ୍ଟ ପାଇଲା, ସେପଟ ବାଲା ମଧ୍ୟ ସେତିକି ପନିସମେଣ୍ଟ ପାଇବ।
ମୁଁ ଜଣେ ପୁରୁଷ ହେଇଥିଲେ ମଧ୍ୟ ପୁଅ ପିଲା ହେଇଥିଲେ ମଧ୍ୟ ମୁଁ କେବେ ହେଲେ ନାରୀର ପକ୍ଷ ପ୍ରତି ଆଖି ବୁଜି ଦେଇପାରିବି ନାହିଁ। କାହିଁକି ନା ସେଇ ମହିୟସୀ ମହିଳା ବା ଜଣେ ନାରୀଟିଏ ମୋର ବୋଉ ହେଇ ମୋତେ ଜନ୍ମ ଦେଇଛି। ତାପରେ ଯେତେବେଳେ ପୁଣି ଗୋଟେ ନାରୀଟିକୁ ଜନ୍ମ ଦେଲା, ସେ ମୋର ଭଉଣୀ ହେଇ ମୋ ସାଙ୍ଗରେ ରହିଲା, ମୋର ସ୍ନେହ ମମତାକୁ ବଢ଼େଇଛି, ମୋତେ ସାଥ ଦେଇଛି। ପୁଣି ଜଣେ ନାରୀ ତା ବାପା ଘର ଛାଡ଼ି, ତାର ପରିବାର ବନ୍ଧୁ ଲୋକଙ୍କୁ ଛାଡ଼ିକିରି, ତା ଘର ପରିଚୟ ଠିକଣା ସବୁ କିଛି ଛାଡ଼ି ଆସି ମୋ ସାଙ୍ଗରେ ରହିଛି। ଆମ ବଂଶ ବୃଦ୍ଧି କରିଛି, ମୋତେ ସୁଖ ଆଉ ସମୃଦ୍ଧି ଦେଇଛି, ମୋତେ କାମନା ବାସନାରେ ପରିପୂର୍ଣ୍ଣତା ଦେଇଛି, ସବୁ କଥା କରିଛି। ତେଣୁ କୌଣସି ଭାବରେ ମୁଁ ନାରୀଠାରୁ କମ୍ ପାଇଛି ତାହା ନୁହେଁ। ସମାଜରେ ବା ଯାହା ଯେତିକି ଭାବରେ ନାରୀଠାରୁ ପୁରୁଷ ପାଇବା କଥା ମୁଁ ସେତିକି ପାଇଛି। କୌଣସି ପ୍ରକାରେ ମୁଁ ନାରୀକୁ କମ୍ ବୋଲି କହିପାରିବି ନାହିଁ। ଯାହାଟା ପୁରାଣରେ ମୁଁ ଦେଖିଛି, ପୁରାଣରେ ମୁଁ ଯଥେଷ୍ଟ ପଢ଼ିଛି, ଏସବୁ କଥା ହେଇଛି। ଏମିତିକି କାଲି ସକାଳେ କୌଣସି ଜାଗାରେ ମୋରଟା କ'ଣ ଦରକାର ପଡ଼ିବ, ମୁଁ ମୋ ମୋଟର ସାଇକେଲଟାକୁ ବନ୍ଧା ପକାଇ ଦେଇପାରେ, କାହିଁକିନା ସେଇଟା ହେଉଛି ମୋର ଦ୍ରବ୍ୟ, ମୋର ଆସେଟ୍ସ। କିନ୍ତୁ ଭାଉଜକୁ ନ କହିକିରି, ଏବେ ତାକୁ ବିଲକୁଲ ନ କହିକିରି, ତାକୁ ଗୋଟେ କହିବି ତ କହିବିନି ତ, ଆଉ କହିବି ନ କହିକିରି କ'ଣ, ତାକୁ ନେଇକିରି କେଉଁଠି ଗୋଟେ କ'ଣ ନେଇକିରି ଗୋଟେ ବାଜିରେ ଲଗେଇଦେବି, ଏ କଥା ମରିଗଲେ ବି ହେବ ନାହିଁ। ସେ କେମିତି ଧର୍ମରାଜ ହେବେ? ସେମାନେ କ'ଣ ଧର୍ମରାଜ? ଏ ପୃଥ୍ୱୀ ପୁରାଣରେ କଥା କାହିଁରେ ସେମାନଙ୍କୁ ଧର୍ମରାଜ ବୋଲି ଅଭିହିତ କରାହେଇଛି ନା, ଚିତ୍ରିତ କରାହେଇଛି ନା। ସେମାନେ କ'ଣ ଧର୍ମରାଜ? ଧର୍ମରାଜ ନୁହଁ। ଯିଏ ଧର୍ମକୁ ବୁଝି ନାହିଁ, ବାସ୍ତବତାକୁ ଯିଏ ବୁଝି ନାହିଁ, ଗୋଟେ ଝିଅ ପିଲା, ସେ ଜଣେ ମଣିଷ, ସେ ସ୍ତ୍ରୀ ଲୋକ, ସେ ସ୍ତ୍ରୀ ପଛାଉ, ସେ ଜଣେ ମଣିଷ, ତାକୁ ନେଇ ବାଜିରେ ଲଗେଇବା ଗୋଟେ ବସ୍ତୁ ଭାବରେ, ଏ ସେନ୍ସ ଯାହାର ନାହିଁ, ସେ କ'ଣ ଧର୍ମରାଜ? ଖାଲି କହିଦେଲେ ହେଇଗଲା ଧର୍ମରାଜ? ପୁରାଣରେ ବହୁ ଜାଗାରେ ନାରୀକୁ ତାର ଉପଯୁକ୍ତ ସମ୍ମାନର କମ୍ ଦିଆଯାଇଛି। ମନୁସ୍ମୃତିରେ ତ ଅତି କଦର୍ଯ୍ୟ ଭାବରେ ପ୍ରଦର୍ଶିତ କରାହେଇଛି। ଆମର ଗୋଟା ଯେଉଁ ଦୋହା ଦୋହା ସୁରଦାସ ଜଣେ ଥିଲେ, ଶୁଣିଛି, ତାଙ୍କର ଗୋଟେ ଦୋହା ଅଛି, दिन का मोहिनी रात का बाघिनी पलक पलक लहू सोसे सब कोई दुनिया बावला होकर घर घर बाघिनी पोसे। नारीटीए स्त्री लोक दिन में सज श्रृंगार होकर मोहिनी रूप धारण कर राति से बाघुणी हो जाऊँ, पल पल कर पुरुष देह रक्त शोषुचे। तथापि ये सब कथा जानिला पर भी ये दुनिया बाउला होकर, अर्थात तार जो ज्ञान गारिमा को हरैकि घरे घरे गोटे लेखा से बाघुणी पोषि। यही कथा आलोचना कला भी खराब लगुच। कहीं कहूँ ना, सी मो माँ होता मो भौणी होता मो स्त्री होता, काली सकाଳେ मो ठार जो झूटे भी जन्म हम ताकू किए गोटे बाघुणी कौच, बहुरूपी बोली कौच, मुझे बर्दाश्त करें ना। एवं जदि आपको वास्तव क्षेत्र में देखे, मु जने पुरुष बा विवाहित पुरुष, मो घरे मो स्त्री अच्छी, स्त्री पुरुष संबंध में कथा कहुई, मो स्त्री दिनमान, खाली मो स्त्री बोले नुह, दुनिया समस्त स्त्री, किए धनी घर कथा अलग, साधारण समस्त स्त्री मैंने घरे जी कम करती कम बाली कम कथा, माने ये तो अपराध कथा मुझे गोटा कहूँ, कम बाली एत कम करनी, जो कम बाली कम कलापर मासिक वेतन निए, यार कि वेतन ना। स्त्री को काम बाली कह चरित्र बा से श्रृंखला मोर नुह। मुझे कहूँ जहाँ क्या घरे गोटे कम बाली अच्छी कम करदे बेल बेलू तार एति पैसा प्राप्य, यार कि बिना प्राप्य जिते कम कै कम बाली अधिका कम कै, कहीं कम बाली जानी मुझे साहेब ये कम करी ये पैसा नहीं, मुझे अधिका कम करी, कि यार पैसा ना, तार मापचुप ना ये कम कर सका लगी तो राति अधे। तेणु एत निष्ठा, एत परिश्रम, एत खटणी खटी खटिकी सी जो राति शोई जाऊ, प्रत्येक पुरुष कहूँ किए कहे सागर मुहर बाड़ बता नहीं कि ना, पुरुष मैंने बरम स्त्री की झेणी खाई दिखती, जौन इच्छा को पूरण करने बाध्य करती। से विरक्त होते कहते ना मत भल लगुनि, मत मो देह सारा दरज, मुझे दिन में कम कर कम कर, पुरुष कि बाध्य कर स्त्री लोकर जू न कथा फांकी देवाई समझी। ए कथाटा को जी प्रकृत पुरुष हो, जहाँ देहरे हाड थी, सत्य को जी सामना कर साहस जार थी, से मानिया को बाध्य हम समझी। स्त्रीटा दिन मान मोहिनी नुह, सांघातिक खटणी खटी राति हेले बाघुणी नुह, बरम पुरुष तापर बेसी जाहिर कर सागर संबंध बनवाई। घरे घरे बाघुणी पशि अत्यंत बर्बर कथा। आज यदि से लोक था मुझे प्रश्न करता बर्बरता ये कुत्सित साहित्य लिखापी गो ढंग भी लिखि था। शब्द कौन कौच, भाव कौन कौच, शब्द ये जहाँ अच्छी भाव मुझे जहाँ कहली से कथा कहुई, कौन खराब कथा कहुई। मो स्त्री सागर जब मो सहवास करुँची तार साथ मो जौन आकांक्षा मेटाऊँची,
सी जी तृप्त होती तृप्त हो जो पिलाटी जन्म हो आमर वंश रक्षा हो कि ढंग से कि भाव में सब कोई दुनिया बाउला कर घर घर बाघिनी पोषे अत्यंत खराब कथा कर्दर्य कथा काली सकाल ये भिड शुणिला हे तो दर्शक जो मैंने अच्छा किसी लोक अच्छा जो मैंने भल मंद बुझंती माने माँ को भी सम्मान दौना जी नारी के सम्मान दौना माँ तो भी से नारी होना सपक्ष जेडे बड़ कवि होता जिते प्रतिष्ठित व्यक्ति होता ये जो अपशब्द कही अत्यंत लज्जाजनक अत्यंत खराब अपराध कला भाई कथा जड़े पुरुष हिसाब से बहित पुरुष हिसाब से जी जानी ना से सम्मान दि जाए ना है कि सम्मान दि जाए कहीं कवि लिखला बेले कौट ना कौट कथा को रंगे कही सम्मान देती माँ जगह बसई भौणी जगह बसई कि यही जो केते जगह कही नारीर जो मर्यादा को बहुत जगह हानि कर नारीर मर्यादा को बहुत जगह हानि कर एमती केतक कथा जो पुराणा जुगर कवि मैंने सब कथा कही मनुस्मृति रे स्त्री शूद्र पठन निषेध ये सब कथा सब अच्छी स्त्री लोक आ शूद्र लोक पाठ पढ़े तो मैंने कौन कह ढोल गवार शूद्र पशु नारी सकल ताड़न के अधिकारी यही कथा को कहला बेले आज नुआ अपडेट आसूँ कौन ना नाई नाई यहाँ ताड़न अर्थ ये बाड़ेबा नुह शिक्षा दबा जदि शिक्षा ताड़न अर्थ जब शिक्षा दबा तार ढोल गवार शूद्र पशु नारी की कहीं शिक्षा दब समस्त शिक्षा पाइबा दरकार समस्त शिक्षा पाइबा दरकार ढोल ढोल तो गोटे वस्तु बाजाटा ताकू कौन शिक्षा दब जी बजेब ताकू शिक्षा दब क्या ना बायक को जदि आम कह जो ताड़न शब्दर अर्थ शिक्षा दबा शिक्षा ताड़न शब्दर अर्थ शिक्षा शूद्र शिक्षार अधिकारी ठीक कथा कह अनुसार ताड़न शिक्षा होता है ढोल सी कौन शिक्षार अधिकारी बरम जी ढोल बजेब बाद्यकार तो कही था बाद्यकार को बाद्यकार हूँ ताड़न अधिकारी कहीं बजेबार शिक्षा ताको देवा दरकार है तेणु मिछ कथा कहते अपडेट करने चाहते निपा पोछा करने चाहते ताड़न शब्द जो मैंने संस्कृत विद्वान जो मैंने अच्छे तो बहुत भाव में बुझे पारे ताड़न को केते जगार बाड़ेबा पिटिबा आकट करवा कंट्रोल करवा लिखाई मु जानी गोटे शब्द कौन आम जो कहते लाड़ायते 5 वर्षण 10 वर्षण ताड़ायते माने 5 वर्ष पर्यंत पिला लालन पालन कर सब भूल कल आम क्षमा करा जो 10 वर्ष बेलू ताड़ायत करा माने कंट्रोल को आना आकट करवा मैंने माड़ गाड़ी मीन कौन भयभीत देखिए निज औकात भर रखिक शिक्षा दब है कि ताड़नर अर्थ मारिबा आयत करवा दमन करवा बहुत जगह वर्णना अच्छे विभिन्न साहित्य पुराण शास्त्र मान खास कर बहुत कदर्य ढंग से प्रदर्शित।